ଏହା ପରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିବା ପାଇଁ ଯାଉଛି। ଓଡ଼ିଶାର ରାଜନୀତି ଏହା ଦ୍ୱାରା ପ୍ରଭାବିତ ହେବ କି ଏହା ମଧ୍ୟ ଏକ ବଡ଼ ପ୍ରଶ୍ନ ଏବଂ ଧର୍ମେନ୍ଦ୍ର ଆଗକୁ କେଉଁ ଭୂମିକାରେ ରହିବେ ତାହା ମଧ୍ୟ ସବୁଠାରୁ ବଡ଼ ପ୍ରଶ୍ନ। ଦର୍ଶକ ବନ୍ଧୁ, ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଉନାହାନ୍ତି ଏକଥା ଗତକାଲି ଖବରକାଗଜ ଏବଂ ଟେଲିଭିଜନରେ ସୂତ୍ରକୁ ଆଧାର କରି ବଡ଼ ଜୋରରେ ପ୍ରଚାର କରାଯାଉଥିଲା, ଯେତେବେଳେ ଆଜି କକରୋଜ ଜନତା ପାର୍ଟି ଏବଂ ସରକାରଙ୍କ ଭିତରେ ବୈଠକ ହେବାର ଥିଲା। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଲେ ଏବଂ ଏକ ନୂଆ ରାଜନୈତିକ ପରିସ୍ଥିତି ଆଡ଼କୁ ଦେଶ ଯାଉଛି। ଓଡ଼ିଶା ମଧ୍ୟ ଏଥିରେ ପ୍ରଭାବିତ ହେଉଛି। କ'ଣ ହେଇପାରେ ସେ ନୂଆ ରାଜନୈତିକ ପରିସ୍ଥିତି? ଦର୍ଶକ ବନ୍ଧୁ, ନରେନ୍ଦ୍ର ମୋଦିଙ୍କ ସରକାରରେ ମନ୍ତ୍ରୀମାନେ ଇସ୍ତଫା ଦିଅନ୍ତି ନାହିଁ, ରାସ୍ତା ଉପରେ ଆନ୍ଦୋଳନ କଲେ କଥା କଥାରେ କେହି ଇସ୍ତଫା ଦିଅନ୍ତି ନାହିଁ। ଏହା ଥିଲା ସରକାରରେ ଥିବା ବରିଷ୍ଠ ନେତାମାନଙ୍କର ମତ। ଯେଉଁ ମତକୁ ଆଧାର କରି ଆମେ ଭାବୁଥିଲୁ ଯେ ରାସ୍ତା ଉପରେ ଆନ୍ଦୋଳନ କରୁଥିବା କକରୋଜ ଜନତା ପାର୍ଟିର ଲୋକମାନଙ୍କର ପିଲାମାନଙ୍କର କଥାରେ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବେ ନାହିଁ। ଚାପ କିନ୍ତୁ ବଢ଼ିଲା। ଅଧିକରୁ ଅଧିକ ସଂଖ୍ୟାରେ ପିଲାମାନେ ଜନ୍ତର ମନ୍ତରକୁ ଆସିଲେ, ଦିଲ୍ଲୀକୁ ଆସିଲେ, ଚାପ ବଢ଼ିଲା। ପାର୍ଲାମେଣ୍ଟ ଆଡ଼କୁ ଯିବା ବେଳେ ଯେଉଁଭଳି ଢଙ୍ଗରେ ପିଲାମାନଙ୍କ ଉପରେ ଅତ୍ୟାଚାର କରାଯିବାର ଅଭିଯୋଗ ଆସିଲା, ଏସବୁ ଘଟଣା ସରକାରଙ୍କ ଉପରେ ଚାପ ତିଆରି କଲା। ଅରବିନ୍ଦ କେଜରିୱାଲଙ୍କ ଠାରୁ ଆରମ୍ଭ କରି ରାହୁଲ ଗାନ୍ଧୀଙ୍କ ପର୍ଯ୍ୟନ୍ତ ନେତାମାନେ ପିଲାଙ୍କ ପଛରେ ରହିଲେ। ଏହା ବିରୋଧୀ ଦଳର ଏକ ଆନ୍ଦୋଳନରେ ପରିଣତ ହେଲା ଏବଂ ଆଜିର ଦିନରେ ଏ ଭିଡ଼ିଓ ପ୍ରସ୍ତୁତ ହେଲା ପର୍ଯ୍ୟନ୍ତ ଏଭଳି ଏକ ସ୍ଥିତି ରହିଛି ଯେତେବେଳେ ଜନ୍ତର ମନ୍ତରରେ ଆନ୍ଦୋଳନ ଅବ୍ୟାହତ ରହିଛି। ଦର୍ଶକ ବନ୍ଧୁ, ଏଥିରୁ ଗୋଟିଏ କଥା ପ୍ରମାଣିତ ହେଲା ଭାରତ ବର୍ଷରେ ଯୁବକମାନଙ୍କର ଭୂମିକା। ଭାରତ ବର୍ଷର ଯୁବକମାନେ ରାଜନୀତି ପ୍ରତି କମ୍ ଆଗ୍ରହ ରଖନ୍ତି। ଆପଣ ଜାଣିଛନ୍ତି, ଆପଣ ଯଦି କୌଣସି ବାପା ମାଆକୁ ପଚାରିବେ ଯେ ଆପଣଙ୍କର ପିଲା କ'ଣ ହେବେ, ସେମାନେ କହିବେ ଯେ ଡାକ୍ତର ବନିବେ, ସେମାନେ କହିବେ ସେମାନେ IITNକୁ ହେବା ପାଇଁ ପସନ୍ଦ କରିବେ ବା ଅନ୍ୟ କୌଣସି ପ୍ରଫେସନକୁ ଯିବା ପାଇଁ ଚାହିଁବେ, କିନ୍ତୁ ନେତାଗିରି ପାଇଁ ପିଲାଙ୍କ ଭିତରେ ଆଗ୍ରହ ରହିବ ନାହିଁ। ଏକଥା ନିଶ୍ଚିତ ଭାବରେ ଆପଣ ଅନୁଭବ କରୁଥିବେ। ତେଣୁ ଯୁବକମାନେ ଯେଉଁମାନେ ବିଶେଷ କରି ପାଠ ପଢ଼ୁଛନ୍ତି, ଯେଉଁମାନଙ୍କର କ୍ୟାରିୟରର ଚିନ୍ତା ଅଛି, ସେମାନେ ରାଜନୀତିକୁ ଏକ କ୍ୟାରିୟର କରିବା ପାଇଁ ଚାହାନ୍ତି ନାହିଁ। ସେଥିପାଇଁ କିଶୋର କିଶୋରୀମାନଙ୍କର, ଯୁବକ ଯୁବତୀମାନଙ୍କର ଭୂମିକା ରାଜନୀତିରେ କମ୍ ଥାଏ। ଯେଉଁମାନେ ଭଲ ପାଠ ପଢ଼ିଛନ୍ତି, ଉଚ୍ଚ ଶିକ୍ଷିତ, ସେମାନେ କେବେ ନେତାଙ୍କ ରାଲିକୁ ଯାଆନ୍ତି ନାହିଁ, ଜିନ୍ଦାବାଦ ମୁର୍ଦାବାଦ କରନ୍ତି ନାହିଁ। କରନ୍ତି ଗ୍ରାମାଞ୍ଚଳରେ ଥିବା ପିଲାମାନେ, ଯେଉଁମାନଙ୍କୁ ପ୍ରଭାବିତ କରି ରାଲିକୁ ଅଣାଯାଇଥାଏ। ପ୍ରଥମ ଥର ପାଇଁ ମଧ୍ୟବିତ୍ତ ଯୁବକ ଯୁବତୀମାନେ, ଉଚ୍ଚ ଶିକ୍ଷା ପାଇଥିବା ଯୁବକ ଯୁବତୀମାନେ, ଭାରତ ବର୍ଷର ଭଲ ଭଲ ୟୁନିଭର୍ସିଟିରୁ ପାସ୍ କରିଥିବା ବା ପାଠ ପଢ଼ୁଥିବା ପିଲାମାନେ ଏହି ଆନ୍ଦୋଳନରେ ଯୋଗ ଦେଲେ ଏବଂ କ୍ରମଶଃ ଏହା ଏକ ରାଜନୈତିକ ପ୍ଲାଟଫର୍ମରେ ପରିଣତ ହେଲା। ବଡ଼ ବଡ଼ ନେତାମାନେ ଜନ୍ତର ମନ୍ତରକୁ ଆସିଲେ ଏବଂ CJP ବା କକରୋଜ ଜନତା ପାର୍ଟିର ନେତାମାନେ ଆମ କ୍ୟାରିୟର ପଲିଟିସିଆନଙ୍କ ଠାରୁ ଅଧିକ ଭଲ ରାଜନୀତି କରିପାରନ୍ତି, ତାହା କ୍ରମଶଃ ସ୍ପଷ୍ଟ ହେଲା। ଏମାନେ ରାଜନୈତିକ ବୟାନବାଜି ରଖିଲେ, ଏମାନେ କିଭଳି ଗୋଟିଏ ଆନ୍ଦୋଳନକୁ ପରିଚାଳିତ କରିବେ ତା ସେ ସମ୍ପର୍କରେ ଭାଷଣ ଦେଲେ ଏବଂ ଏହା ଦାନା ଧରିଲା। ଆଉ ଶେଷରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବା ପାଇଁ ପଡ଼ିଲା।